କାହିଁବେ ଗୋଟେ ବି ଯିବି ଯୋଉ ରଖବେ ଫୋନ ବ୍ରହ୍ମପୁରରେ ଘର ଭଡ଼ା କରି ମୋ ତନି ପତୁଳିଆ ଜହ୍ନି ମଞ୍ଜିଆ ଭାଇପୁକୁ ରଖିଛି କି ପୋଲିସ ଚାକିରି କଲି ସଳା ମୋର ସ୍ତ୍ରୀ ସୁଖ ମଧ୍ୟ କପାଳରେ ଜିତିଲାନି ଫୋନ ପରେ କଥା ମୋ ପଡ଼ିଶା ଘରେ ଭାଇ ପଛଡ଼ା ପାଳିଆପୁର ଘର ଭାଉଜ କହି ମୋ ଘରେ ପଇ ଯାଉଥିବ କଣ ନାହିଁ କଣ କରି ପକଉଥିବ ଅଛି ତା ମା ମୋର କି କପାଳ ହେଲା ମୋର ସ୍ତ୍ରୀ ସୁଖ ଭାଗ୍ୟ ହଁ ସେଥିରେ ତାର କଣ ଦୋଷ ସବୁ ଦୋଷ ଏକୋଇର ବେଳା ମିଶିକେ ସେନା ମଧ୍ୟ ବର୍ବାଦ ହେଇଗଲା ଏପଟେ ମଧ୍ୟ ଫୋନ କରି ପଚାରୁଛି ଶଳା ପାଠର ନାଁ ଗନ୍ଧ ନାହିଁ ଯେତେବେଳେ ଦେଖିବ ଖାଲି ପିଚା ଟେକା ମୋଟର ସାଇକେଲରେ ଖାଲି ଟୋକି ମାନଙ୍କୁ ବସେଇ ଗୋପାଳପୁର ବ୍ରହ୍ମପୁର ଗୋପାଳପୁର ଖାଲି ଘିରି ହେଇ ବୋଲୁଛି ତା ମା ମୋର ବର୍ବାଦ ହେଇଗଲା ପିଲାଟା ଏପଟେ ଗାଁର ଭାଗ ଚାଷୀ ଜମିରୁ ଆଦାୟ ଫସଲର ହିସାବ ଦେଲାନି ଯେତେବେଳେ ପଚାରିବ କହୁଛି ବାତ୍ୟା ବନ୍ୟା ମରୁଡି ଇତ୍ୟାଦି ଇତ୍ୟାଦି କିଛି ନା କିଛି ବାହାନା ଏପଟେ ଟ୍ରାନ୍ସପୋର୍ଟଟା ମଧ୍ୟ ହେଇପାରେ ଏ ମାଳ ଜଙ୍ଗଲରୁ ନୀଳ ଜଙ୍ଗଲରୁ ଏ ମାଳ ଅଞ୍ଚଳରୁ କଟକ କି ବ୍ରହ୍ମପୁର ଟ୍ରାନ୍ସପୋର୍ଟ ପାଇଁ କହିଲେ ମଧ୍ୟ ସେତକ ବି ହେଇପାରେ ବଡ଼ କଷ୍ଟରେ ମାର ଦେହ ଖରାପ ବୋଲି ବଡ଼ ମେଡିକାଲରୁ ଗୋଟେ ବଡ଼ ସାର୍ଟିଫିକେଟ ରେଡି କଲି OSRTC ବସରେ କଟକ ପହଞ୍ଚିଲି ସାର୍ଟିଫିକେଟଟା ଟେବୁଲ ଉପରେ ଥୋଇ ବଡ଼ ବାବୁଙ୍କୁ ସେଲ୍ୟୁଟ୍ ଟିକେ ମାରି ଦାନ୍ତ ମେସିରେ ଠିଆ ହେଲି ବଡ଼ ବାବୁ ତଳ ଉପର ଦେଖିଦେବେ ଦେଖିକି ମତେ କହିଲେ କୋଉଠୁ ଆସିବେ ବ୍ରହ୍ମପୁର ଆଚ୍ଛା ଆଚ୍ଛା ହଁ ବୁଝିଲି କେତେ ବର୍ଷ ହେଲା ସେଠି ନୀଳ ଜଙ୍ଗଲରେ ଡ୍ୟୁଟି କଲୁ ମୁଁ କହିଲି ସାର୍ 5-6 ବର୍ଷ ହେଇଗଲା ଆଉ କଣ କରିବା ସାର୍ ଚୁପ୍ ମାସ 5 ବର୍ଷର ରହଣି ଭିତରେ ଗୋଟାଏ ବି ଲାଲ ବାଦିକୁ ଧରି ପାରିଲୁନି ଗୋଟାଏ ବି ଲାଲ ଅପରେସନରେ ଭାଗ ନେଇ ପାରିଲୁନି ତୁ ମଦ ତ ପିଇବୁ 24 ଘଣ୍ଟା ତୁ ଡ୍ୟୁଟି କଣ କରିବେ ଆଉ ହ୍ୱାଇ ଜଷ୍ଟିଫିକେସନ ଆଉ କଣ କଲେ ଗୋଟେ ଗୁଡ ଫର ନଥିଂ କ୍ୟାରେକ୍ଟର ଅଫିସରକୁ ମୁଁ କେମିତି ଗୋଟେ ଭଲ ଏରିଆକୁ ଟ୍ରାନ୍ସଫର କରିବି ଏଟା ଆଉଥିଲି ବାପା ପଛକୁ ଡାକିଲା କହିଲା ଶୁଣୁ ବେ ମୁଁ ସାର୍ ମତେ ଡାକିଲେ ଆବେ ତତେ ଡାକୁଛି ଶୁଣୁ ମୁଁ କହିଲି ଆଜ୍ଞା କହୁନାହାନ୍ତି କାନରେ କହିଲା ପଚାରୁନୁ କଣ କହିଲା କାନରେ କହିଲା ଯା କିଛି ଗୋଟେ କର ତାପରେ ଦେଖିବା ଏଥର କିଛି ଗୋଟେ କରିବିରେ ସହିତ ପଚାରୁନୁ କଣ କରିବେ ଏଥର କିଛି ଗୋଟେ କରିବି କଣ କରିବି ପଚାରିବେ ଠିକ କହିବି ଆତଙ୍କ କରିବି ଏ ନୀଳ ଜଙ୍ଗଲରେ ଆତଙ୍କ କରିବି ଆବେ ଯା ଯୋଉଠି ନିରୀହ ଅଧିବାସୀ ମାନଙ୍କୁ ଜଙ୍ଗଲୀ ମଣିଷ ମାନଙ୍କୁ ଦେଖିବ ଲାଲ ବାଜିର ଅକ୍ଷରେ ଘୋଷାରି ଦରକାର ପଡ଼ିଲେ ଗୋଟେ ସୁଟ୍ କର ପେପର ପତ୍ର ପତ୍ରିକା ଟିଭି ନ୍ୟୁଜ ପେପରରେ ମୋର ନାଁ ବାହାରିବ ଆବେ ଯା ମୁଁ ଗୁଡ୍ ଫର ନଥିଂ କ୍ୟାରେକ୍ଟର ଅଫିସର ବିବିସଂ ରେଡ୍ଡି ମୁଁ କୃଷ୍ଣ ପଣ୍ଡା ନାଟ୍ୟକାର ନାଟ୍ୟ ନିର୍ଦ୍ଦେଶକ ନମସ୍କାର।